ବିରିଗଡ଼ ଗ୍ରାମରେ ସରକାରୀ ଜମିରେ ନିର୍ମିତ ହୋଇଥିବା ଘରକୁ ଜେସିବି ଲଗାଇ ଭାଙ୍ଗିଲା ପ୍ରଶାସନ। ଶନିବାର ସକାଳ 9:30 ସମୟରେ ହରଭଙ୍ଗା ବ୍ଲକ ଦେବଗଡ଼ ରାଜସ୍ୱ ସର୍କଲ ଅନ୍ତର୍ଗତ ବିରିଗଡ଼ ଗ୍ରାମରେ ସରକାରୀ ଜମିରେ ନିର୍ମିତ ହୋଇଥିବା ଘରକୁ ଜେସିବି ଲଗାଇ ଭାଙ୍ଗି ଦେଇଛି ପ୍ରଶାସନ। ମିଳିଥିବା ସୂଚନା ଅନୁଯାୟୀ ବିରିଗଡ଼ ଗ୍ରାମର ଅର୍ଜୁନ ଦେହୁରୀ ନିଜ ଘର ଆଗରେ ସରକାରୀ ଜମିରେ ଥିବା ଏକ ସର୍ବସାଧାରଣ କୂଅକୁ ପୋତି ନିଜ ଦଖଲରେ ରଖି ଗୃହ ନିର୍ମାଣ କରିଥିଲେ। ଉକ୍ତ ଘଟଣାକୁ ନେଇ ଗ୍ରାମବାସୀ ଓ ଅର୍ଜୁନଙ୍କ ପରିବାର ମଧ୍ୟରେ ବିଭିନ୍ନ ସମୟରେ ଗଣ୍ଡଗୋଳ ହୋଇ ଆସୁଥିଲା। ଏ ସମ୍ପର୍କରେ ବୌଦ୍ଧ ଥାନାରେ ବାରମ୍ବାର ଅଭିଯୋଗ ହୋଇ ସରକାରୀ ଜାଗାକୁ ମୁକ୍ତ କରିବାକୁ ରାଜିନାମା ମଧ୍ୟ କରାଯାଇଥିଲା। ମାତ୍ର ଅର୍ଜୁନ ଦେହୁରୀ କାହା କଥା ନ ମାନି ନିଜ ଦଖଲରେ ରଖି ନିର୍ମାଣ କାମ କରିଥିଲେ। ଅଭିଯୋଗ ପରେ ପରିଶେଷରେ ଆଜି ହରଭଙ୍ଗା ତହସିଲଦାର ବଳଦେବ ବେହେରା, ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ହରଭଙ୍ଗା ଅତିରିକ୍ତ ତହସିଲଦାର ସନ୍ଦୀପ ଶୁଭଦର୍ଶନ ଧଳ, ବୌଦ୍ଧ ଥାନାର ଏଏସ୍ଆଇ ଶୂନ୍ୟବାସୀ ସାହୁ, ରାଜସ୍ୱ ସୁପରଭାଇଜର ଜ୍ୱଳନ୍ତ କୁମାର ନାୟକ, ଦେବଗଡ଼ ଭାରପ୍ରାପ୍ତ ନିରୀକ୍ଷକ ସୁମିତ୍ରା କଅଁର, ସରସରା ରାଜସ୍ୱ ନିରୀକ୍ଷକ ମନୋହର ମଲ୍ଲିକ, ଅଗ୍ନିଶମ ବାହିନୀ ଯବାନଙ୍କର ଉପସ୍ଥିତିରେ ଜେସିବି ସାହାଯ୍ୟରେ ସରକାରୀ ଜମିରେ ଥିବା ଘରକୁ ଭାଙ୍ଗି ଦିଆଯାଇ ଜବରଦଖଲ ମୁକ୍ତ କରାଯାଇଥିଲା।